श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि कामदा एकादशी। आसंतु एही पवित्र दिन रे प्रथमे श्री नारायण को स्तुति करिबा, तापरे एकादशी कथा आरंभ करिबा। किछि समय हेउ पछे सुनिबाको निश्चय चेष्टा करिबे। श्री नारायण स्तुति। जय जय नारायण प्रभु भगवान, क्षीर सिंधु मध्ये सदा अनंत शयन, कंज चरण सेवंती लक्ष्मी ठाकुराणी, सरस्वती पासे करुथांती वीणा ध्वनि, नाभिदेशु पद्म गर्भ होइण उत्पत्ति, चतुर्मुखे वेद ध्वनि पाठ करुथांती, श्रीचरण नख तले गंगा देवी नित्य, ध्वज अंकुश चक्रादि चिन्ह विराजित, शंख चक्र गदा पद्म भुजे शोभा पाए, बक्षरे कौस्तुभमणि सदा झुलुथाए, श्रीवत्स लांछन चिन्ह जे दृष्टि गोचर, एड़े क महिमा प्रभु करुणा सागर, कोटि तटे पीतांबर हृदय जयंती, शिरे रत्न मुकुट बाळर विकांति, चतुर्धा मूर्ति आहे श्री पुरुषोत्तम, सच्चिदानंद चिन्मय प्रभु सर्वक्षम, गर्भ गंजन आहे सत्य सनातन, वैकुंठ बिहारी देव दुरित नाशन, पाप ताप हारी तुम्भे अव्यक्त चिंत्य, मुकुंद मुरारी दई तारी पद्म नेत्र, हर्ता कर्ता ध्यान ध्येय स्वाहा सर्वरूपी, सृष्टि स्थिति सूक्ष्म स्थूल तुम्भे सर्वव्यापी, अनंत कोटि ब्रह्मांड माळ माळ होई, तुम्भ लोप कूपे प्रभु सदा विराजई, अनंत करे जोग निद्रा प्रभु जाई, चिंतिल सृष्टि सर्जना भिआई बापाई, अंगमणि मेदका सुर सृष्टि करी, ता शरीर मेदिनी गढ़िल दैतारी, अथय होइला जेणु मेदिनी जलरे, लोम उपाड़िण कीड़ा खंजिल तहिरे, सृष्टि भियाण दायित्व वेद करे देल, पालन दायित्व निजे बहन करिल, संहार लीला को संकर्षणे अर्पी देई, पिंड ब्रह्मांड को एकाकार कल साई,
ସାଗର ରେଣୁ କେହୁ ଯେ ସଂଖ୍ୟା କରିପାରିବ, ତୁମ୍ଭର ମହିମା ତାଠୁ ବଳି ଅସମ୍ଭବ। କେବଳ ନାମକୁ କରି ପାରିଲେ ଆଶ୍ରୟ, ସଂସାର ସାଗରୁ ଦୂର ହୁଏ ଭବ ଭୟ। ନାରାୟଣ ନାମ ଧରି ପାପୀ ଅଜାମିଳ, ନିଶ୍ଚିନ୍ତରେ ଚଳିଗଲା ସେ ବୈକୁଣ୍ଠପୁର। ନାମ ଜପ କରି ଯୋଗୀ ଋଷି ଦିବାରାତ୍ରି, ନାମର ମହାତ୍ମ୍ୟ ବର୍ଣ୍ଣିବାକୁ ଅସମର୍ଥ। ସେ ନାମକୁ ଗଳାମାଳି କରିବା ଯଥାର୍ଥ। ତୁମ୍ଭେ ପ୍ରଭୁ କୃପା ନେତ୍ରେ ଚାହିଁଥିବ ଯହିଁ, ତୁମ୍ଭ ପ୍ରେମତା ହୃଦୟେ ଉଦୟ ହୁଅଇ। ଏ ପିଣ୍ଡରେ ପ୍ରାଣ ଥିବା ଯାଏ ବିଶ୍ୱପତି, ନାମ ସଂଖ୍ୟା କରି ମୋର କାଳ ଯାଉ ବିତି। ଚରଣେ ଶରଣ ଗଲି ଆହେ ନାରାୟଣ, କରୁଣା ଏତିକି କର ଅଳି କରେ ଦୀନ। ଏବେ ଆସନ୍ତୁ କାମଦା ଏକାଦଶୀ କଥା ଶୁଣିବା। ଯୁଧିଷ୍ଠିର ଉବାଚ, ପୁଛନ୍ତି ପଣ୍ଡୁ କୁଳମଣି, କୁହନ୍ତୁ ପ୍ରଭୁ ଚକ୍ରପାଣି। ଚୈତ୍ରର ଶୁକ୍ଳ ଏକାଦଶୀ, କି ନାମ ହୋଇବ ବିଶେଷୀ। ଶ୍ରୀକୃଷ୍ଣ ଉବାଚ, କହନ୍ତି କୃଷ୍ଣ ପଣ୍ଡୁସୁତ, ଶୁଣ ଏ ପୁରାଣ ବୃତ୍ତାନ୍ତ। ଦିଲ୍ଲୀପ ରାଜା ପଚାରନ୍ତେ, ବଶିଷ୍ଠ କହିଣ ଯେ ମନ୍ତେ। ଦିଲ୍ଲୀପ ଉବାଚ, ଦିଲ୍ଲୀପ ପଚାରନ୍ତେ ମୁନେ, କହନ୍ତୁ ଅନୁଗ୍ରହ ମନେ। ଚୈତ୍ରର ଶୁକ୍ଳ ଏକାଦଶୀ, କି ବିଧି କେଉଁ ନାମେ ଭାସି। ବଶିଷ୍ଠ ଉବାଚ, ଅଛ ଯେ ଉତ୍ତମ ବିଚାରୀ, ବଶିଷ୍ଠ ସୁପ୍ରଶଂସା କରି। ବୋଲନ୍ତି ତୁମ୍ଭ ଆଗେ କହି, ଯାହାର ଯେବା ବିଧି ହୋଇ। ଚୈତ୍ରର ଶୁକ୍ଳ ଏକାଦଶୀ, ନାମର କାମଦା ପ୍ରକାଶୀ। ଏକାଦଶୀ ପୁଣ୍ୟ ଫଳ, ପାପ କାଷ୍ଠକୁ ଦାନାନଳ। ଶୁଣ ରାଜନ ଏହି ପ୍ରଥା, ପାପାଗ୍ନି ପୁଣ୍ୟ ଦାୟୀ କଥା। ପୂର୍ବେ ହେ ରମ୍ୟ ନାଗପୁରେ, ହେବ ନିର୍ମିତ ହର୍ମ୍ୟବରେ। ଥିଲେ ଯେ ବସି ପୁଣ୍ଡରୀକ, ପ୍ରମୁଖ ନାଗ କଦମ୍ବଜ। ମତେ ଉତ୍କଟ ଯେଉଁମାନେ, ଚାହାନ୍ତି ବିକଟ ବଦନେ। ସେ ପୁରେ ରାଜ୍ୟ କଲା ଏକ,
ନାଗ ନାମରେ ପୁଣ୍ଡରୀକ ଗନ୍ଧର୍ବ କିନ୍ନର ସେବିତ ହେଲା ସେ ଅପ୍ସରା ସହିତ ତହିଁ କହିଁ ଅପସରା ନାମେ ଲତିତା ରୂପ ତୋରା ଏକ ଗନ୍ଧର୍ବ ତହିଁ ସ୍ଥିତ ଲଳିତା ନାମରେ କଥିତ ଏ ଦୁହେଁ ପରସ୍ପର ମିଳି ରହିଲେ ଜାୟା ପତି ଭଳି ଧନ ରତନ ପୂର୍ଣ୍ଣପୁରେ ରହିଲେ ଦମ୍ପତି ସୁଖରେ ଲଳିତା ହୃଦୟ ଲଳିତ ଲଳିତା ଲଳିତ ହୃଦ୍ଗତ ଏ ରୂପେ ଦୁହେଁ ପରସ୍ପରେ ବନ୍ଧା ହୋଇଲେ ପ୍ରେମ ଡୋରେ ଏକଇ ଦିନ ପୁଣ୍ଡରୀକ ସଭାରେ ଆଚରେ କକୁକ ଗନ୍ଧର୍ବ ବୃନ୍ଦ ଘେନି ସଙ୍ଗେ ପ୍ରବର୍ତ୍ତେ ଗାନ୍ଧର୍ବୀଙ୍କ ସଙ୍ଗେ ଲଳିତ ଲଳିତାକୁ ସରି ପଦ ପଡ଼ିଲା ବନ୍ଧ ହୁଡ଼ି ସ୍ଫଳିତ ହୋଇଲା ରସନ ଆରୋହୀ ଅବରୋହ ଭିନ୍ନ ଲଳିତା ବିରହେ ତାପିତ ଲଳିତା ହୋଇଲା ନିୟୁତ ଯେଣୁ ଏ ପଦଚ୍ୟୁତ ଜାଣି କର୍କଟ ପୁଣ୍ଡରୀକ ଭଣି ପାଇ କର୍କଟ ବାକ୍ୟ ତପ କଲାକ ପୁଣ୍ଡରୀକ କୋପ କୋପେ ଶୋଣିତ ହେଲା ନେତ ଓଷ୍ଠ ସಮೇତ କମ୍ପେ ଗାତ୍ର ଲଳିତେ ପୁଣ୍ଡରୀକ ସାପ ହୁଅ ତୁ ପିଶାଚ ସ୍ୱରୂପ ପୁରୁଷ ଅନନ୍ତ ହୋଇବୁ କ୍ରବ୍ୟ ଲୁଧିର ଖାଉଥିବୁ ପତ୍ନୀ ବିଚ୍ଛେଦ ଦୁଃଖ ପାଇ ବୁଲିବୁ ବନ ଭୂମି ଯାଇ ଦେବାରୁ ନାଗ ରାଜା ସାପ ଲଳିତ ହେଲା ରୁକ୍ଷ ରୂପ ବିରୂପ ଆଖି ମୁଖ ଶିର ଯେ ଦୃଷ୍ଟି ମାତ୍ରେ ଭୟଙ୍କର ଯୋଜନାୟତ ଦୁଇ ବାହୁ ମୁଖ କନ୍ଦର ସମଜେହୁ ଚନ୍ଦ୍ର ସୂର୍ଯ୍ୟର ସମଦୃଶ୍ୟ ଗ୍ରୀବା ଯେ ପର୍ବତ ସଦୃଶ୍ୟ ପୁପୁ ଅଧିକ ନାସାରନ୍ଧ୍ର ଅଧର ଜାଣି ଯୋଜନାର୍ଦ୍ଧ ହେଲା କୁତ୍ସିତ ତା ଶରୀର ପ୍ରମାଣ ଅଷ୍ଟ ଯୋଜନାର ଇଦୃଶ ରାକ୍ଷସ ହୋଇଲା କର୍ମର ଫଳକୁ ଭୁଞ୍ଜିଲା ଦେଖି ପତିର ଏ ଆକୃତି
ଲଳିତା ଅତି ଦୁଃଖେ ଚିନ୍ତି, କାହିଁ ମୁଁ ଯିବି କି କରିବି, କି ବ୍ରତ ତପ ଆଚରିବି। ପାପେ ପୀଡ଼ିତ ହେଲେ ସତ, ପାଇଲେ ଈଦୃଶ ଦୁର୍ଗତ। ଯେଉଁ ନାୟିକା ନାୟକର, ଦେଖି ଆଖିରେ ଦୁଃଖ ଭାର, ନ କରେ ତହିଁ ପ୍ରତିକାର, ସେ କାହିଁ ନ ପାଏ ଧିକାର। ଏମନ୍ତ ପୁନ ପୁନ କରି, ସ୍ମରଣ କରି ଅପସରି, ସର୍ବତ୍ର ଦୁଃଖ ବୁଦ୍ଧି କରି, ଗଲା ନାୟକ ବଧାରି। ଦେଖି ପତିର ଦୁରାଚାର, ଅତି ଦୁରନ୍ତ ସେ ଆକାର। ରୋଦନ କରି ଦୁଃଖ ଭରେ, ସଂସାର ପତିର ସଙ୍ଗରେ। ବନେ ଥାନ୍ତି ମୁନିମାନେ, ଜାଣନ୍ତି ସର୍ବନୁମାନେ। ଦୈବ ବସେ ମୁଁ ଦେଖନ୍ତି, ପତିଙ୍କ ଦୁଃଖକୁ କହନ୍ତି। ଦେଖିଲା ଭାଗ୍ୟ ବସୁ ଯହୁଁ, ଏ କାହିଁ ଆଶ୍ରମେ ଅଛଇଁ। ଦେଖିଲା ତହୁଁ ମୁନିଶ୍ଚର, ସୁଶାନ୍ତ ଅତି ସଦାଚାର। ଆନନ୍ଦ ବେଗେ ଅଗ୍ରେ ମିଳି, ଲଳିତା ନ ମିଲାଉ ଛୁଳି। ମୁନିଏ ଦେଖି ପଚାରିଲେ, କେଣେ ତୁ ଓଇଲୁ ବୋଇଲେ। କାହାର ପ୍ରିୟା କିସ କାମ, କହ ତୁ ସତ୍ୟ କି ତୋ ନାମ। ଲଳିତା ବାଚ ଗନ୍ଧର୍ବ ନିରୋଧୋଜା ନାମ, ସେ ମୋର ଜନ୍ମ କର୍ତ୍ତା ଜାଣ। ଲଳିତ ନାମ ଯେ ଗନ୍ଧର୍ବ, ହେ ମୁନି ଜାଣ ସେ ମାଧବ। ନାମରେ ଲଳିତ ବିଦିତ, ନୃତ୍ୟାର୍ଥ ରହସ୍ୟ ସମାଗତ। ରାଜା ଆଗରେ ପୁଣ୍ଡରୀକ, ତାଠାରେ ଦୋଷୀ ମୋ ନାୟକ। ସେ ମୋ ପତିକି ଶାପ ଦେଲେ, ରାକ୍ଷସ ହୁଅ ତୁ ବୋଇଲେ। ହେଲେ ସେ ରୌଦ୍ର ଦୁରାଚାର, ତାଙ୍କୁ ଦେଖି ମୋ ସୁଖ ଦୂର। ହେ ବିଜ୍ଞ ବର ଆଜ୍ଞା ଦେବ, ଯେଣେ ମୋ ଧନ ମୁକ୍ତ ହେବ। ଋଷିର୍ବାଚ ଚୈତ୍ରର ଶୁକ୍ଳ ଏକାଦଶୀ, କାମଦା ନାମରେ ବିକାଶୀ। ସେ ବ୍ରତ ବିଧି ପୂର୍ବେ କରି, କର କହୁଛି ବିମ୍ବାଧରି। ଫଳ ସମର୍ପି ପତି ଠାରେ, ମୁକ୍ତ ସେ ହେବ ପୁଣ୍ୟ ଭରେ। ଶୁଣିଏ ବାକ୍ୟ ମୁନିଙ୍କର,
ଲଳିତା କଲା ତତ୍ପର ଜାଗଇକ ଜପ ଉପବାସ ସେ ଦାନ ଯେ ବିଧି ବିଶେଷ ଦ୍ୱାଦଶୀ ଦିନେ ସ୍ନାନ କରି ମୁନିଙ୍କ ପାଶେ ସେ ସୁନ୍ଦରୀ ବାସୁଦେବଙ୍କ ଅଗ୍ରେ ଯାଇ ଏମନ୍ତ ହାତ ଯୋଡ଼ି କହି ହେ ମୁନି ତୁମ୍ଭ ଆଜ୍ଞା ପାଇ କାମଦା ବ୍ରତ କଲି ତହିଁ ଏ ଫଳ ଦେଲି ମୁଁ ପତିଙ୍କି ପାନ୍ତୁ ସେ ଦିବ୍ୟ ଗତିକି ଯଥା ବିଧିରେ ବ୍ରତ କରି ପତିଙ୍କୁ ଦିଅନ୍ତେ ସୁନ୍ଦରୀ ତକ୍ଷଣେ ସାପୁ ମୁକ୍ତ ହୋଇ ଲଳିତ ପୂର୍ବ ଦେହ ପାଇ ଲଳିତା ସଙ୍ଗରେ ଲଳିତ ରସିଲା ହୋଇ ଅଳଙ୍କୃତ ଦେଖି ବିମାନ ଉପସ୍ଥିତ ମୁନିଙ୍କି କରି ପ୍ରଣମିତ ବିମାନେ ଆରୋହି ସ୍ନେହ ଗଲେ ସେ ଯାୟାପତି ଦୁହେଁ ଏମନ୍ତ ଜାଣ ନୃପ ଶ୍ରେଷ୍ଠ କର୍ତ୍ତବ୍ୟ ଏ ବ୍ରତ ଗରିଷ୍ଠ ଲୋକମାନଙ୍କ ହିତ ପାଇଁ ତୁମ୍ଭର ଆଗେ କହିବଇଁ ବ୍ରହ୍ମ ହତ୍ୟାଦି ପାପମାନ ବିନାଶୀ ଦେବ ପୁଣ୍ୟମାନ ପିଶାଚ ମୋଚନକ ହୋଇ ତିନି ଲୋକରେ ବ୍ରତ ନାହିଁ ଏହାକୁ ପଢ଼ିଲେ ଶୁଣିଲେ ବାଜପେୟର ଫଳ ମିଳେ। ଇତି ଶ୍ରୀ ବରାହ ପୁରାଣେ ଚୈତ୍ର ଶୁକ୍ଳ ଏକାଦଶୀ କାମଦା ମହାତ୍ମ୍ୟେ ଦଶମ ଅଧ୍ୟାୟ। ଏବେ ଆସନ୍ତୁ କାମଦା ଏକାଦଶୀ କଥା କଥାରେ ଶୁଣିବା। ଯୁଧିଷ୍ଠିର ପଚାରିଲେ, ହେ ବାସୁଦେବ, ଆପଣଙ୍କୁ ନମସ୍କାର। କୃପା କରି ଆପଣ କୁହନ୍ତୁ ଯେ ଚୈତ୍ର ମାସ ଶୁକ୍ଳ ପକ୍ଷରେ କେଉଁ ଏକାଦଶୀ ପଡ଼େ? ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ଏକାଗ୍ର ଚିତ୍ତରେ ରହି ପୁରାତନ କଥା ଶୁଣ, ଯାହା ରାଜା ଦିଲ୍ଲୀପ ପଚାରିବାରୁ ବଶିଷ୍ଠ ଋଷି କହିଥିଲେ। ରାଜା ଦିଲ୍ଲୀପ ପଚାରିଲେ, ଭଗବାନ, ମୁଁ ଗୋଟିଏ କଥା ଶୁଣିବାକୁ ଚାହୁଁଛି। ଚୈତ୍ର ମାସ ଶୁକ୍ଳ ପକ୍ଷରେ କେଉଁ ଏକାଦଶୀ ହୁଏ? ଋଷି ବଶିଷ୍ଠ କହିଲେ, ରାଜନ, ଚୈତ୍ର ଶୁକ୍ଳ ପକ୍ଷରେ କାମଦା ନାମକ ଏକାଦଶୀ ହୁଏ। ଏହା ପରମ ପୁଣ୍ୟମୟୀ। ପାପ ରୂପୀ ଇନ୍ଧନ ପାଇଁ ଏହା ଦାବାନଳ ସଦୃଶ। ପ୍ରାଚୀନ କାଳର କଥା। ନାଗପୁର ନାମକ ଏକ ସୁନ୍ଦର ନଗର ଥିଲା, ଯେଉଁଠି ସୁବର୍ଣ୍ଣର ମହଲ ତିଆରି ହୋଇଥିଲା। ସେହି ନଗରରେ ପୁଣ୍ଡରିକ ଆଦି ମହାଭୟଙ୍କର ନାଗ ନିବାସ କରୁଥିଲେ। ପୁଣ୍ଡରିକ ନାମକ ନାଗ ସେହି ସମୟରେ ସେଠାରେ ରାଜତ୍ୱ କରୁଥିଲା। ଗନ୍ଧର୍ବ, କିନ୍ନର ଓ ଅପ୍ସରାମାନେ ମଧ୍ୟ ଏହି ନଗରୀର ଉପଭୋଗ କରୁଥିଲେ। ସେଠାରେ ଲଳିତା ନାମ୍ନୀ ଶ୍ରେଷ୍ଠ ଅପ୍ସରା ଥିଲା। ତା ସଙ୍ଗରେ ଲଳିତ ନାମକ ଗନ୍ଧର୍ବ ମଧ୍ୟ ଥିଲା। ସେମାନେ ଦୁହେଁ ପତି ପତ୍ନୀ ରୂପରେ ରହୁଥିଲେ। ଉଭୟ ପରସ୍ପର ପ୍ରତି କାମ ବାସନାରେ ପୀଡ଼ିତ ରହୁଥିଲେ। ଲଳିତା ହୃଦୟରେ ସଦା ପତିର ମୂର୍ତ୍ତି ଏବଂ ଲଳିତ ହୃଦୟରେ ମଧ୍ୟ ଲଳିତାର ମୂର୍ତ୍ତି ନିବାସ କରୁଥିଲା। ଦିନକର କଥା, ନାଗରାଜା ପୁଣ୍ଡରିକ ରାଜସଭାରେ ବସି ମନୋରଞ୍ଜନ କରୁଥିଲେ। ଏହି ସମୟରେ ଲଳିତ ଗାଉଥିଲା, କିନ୍ତୁ ତା ସଙ୍ଗେ ତା ପ୍ରିୟସୀ ଲଳିତା ନଥିଲା।
ଗାଉ ଗାଉ ତାକୁ ଲଳିତାର ସ୍ମରଣ ହୋଇଗଲା। ଫଳରେ ତାର ପାଦର ଗତି ମନ୍ଥର ହୋଇଗଲା ଏବଂ ଜିହ୍ୱା ମଧ୍ୟ ନିଜର ନିୟନ୍ତ୍ରଣ ହରାଇଲା। ନାଗଶ୍ରେଷ୍ଠ କର୍କଟକ ଲଳିତାର ମାନସିକ ସନ୍ତାପ ବିଷୟରେ ଜାଣିପାରିଲେ। ଏଣୁ ସେ ରାଜା ପୁଣ୍ଡରୀକକୁ ତାର ପାଦ ଅଟକିବା ଏବଂ ଗାଇବାରେ ତ୍ରୁଟି ହେବା କଥା କହିଲା। ଏହା ଶୁଣି ନାଗରାଜ ପୁଣ୍ଡରୀକର ଆଖି କ୍ରୋଧରେ ଲାଲ ହୋଇଗଲା। ସେ ଗୀତ ଗାଉଥିବା କାମାତୁର ଲଳିତକୁ ଅଭିଶାପ ଦେଲା, ମନ୍ଦମତି, ତୁ ମୋ ସାମ୍ନାରେ ଗାଉଥିବା ସମୟରେ ମଧ୍ୟ ପତ୍ନୀର ବଶୀଭୂତ ହୋଇଗଲୁ, ଏଣୁ ତୁ ରାକ୍ଷସ ହୋଇଯା। ମହାରାଜ ପୁଣ୍ଡରୀକ ଏତିକି କହିବା ମାତ୍ରେ ସେ ଗନ୍ଧର୍ବ ରାକ୍ଷସ ହୋଇ ଚାଲିଗଲା। ଭୟଙ୍କର ମୁଖ, ବିକଟାଳ ଆଖି ଓ ଦେଖିଲା ମାତ୍ରେ ଭୟଜାତ ହେବା ଭଳି ରାକ୍ଷସ ରୂପ ଧରି କର୍ମଫଳ ଭୋଗ କରିବାକୁ ଲାଗିଲା। ଲଳିତା ନିଜ ପତିର ବିକଟାଳ ଆକୃତି ଦେଖି ମନେ ମନେ ବହୁତ ଚିନ୍ତିତ ହେଲା। ଦୁଃଖରେ ଅତ୍ୟନ୍ତ କଷ୍ଟ ପାଇଲା। ଭାବିଲା, କ'ଣ କରିବି, କେଉଁଠାକୁ ଯିବି? ମୋ ପତି ପାପ କରି କଷ୍ଟ ପାଉଛନ୍ତି। ସେ କାନ୍ଦି କାନ୍ଦି ଘନ ଜଙ୍ଗଲରେ ପତିଙ୍କ ପଛେ ପଛେ ବୁଲିବାକୁ ଲାଗିଲା। ବନରେ ସେ ଗୋଟିଏ ସୁନ୍ଦର ଆଶ୍ରମ ଦେଖିଲା, ଯେଉଁଠାରେ ଜଣେ ମୁନି ଶାନ୍ତ ହୋଇ ବସିଥିଲେ। କୌଣସି ପ୍ରାଣୀ ସଙ୍ଗରେ ତାଙ୍କର ଶତ୍ରୁତା ନଥିଲା। ଲଳିତା ଶୀଘ୍ର ସେଠାକୁ ଗଲା ଏବଂ ମୁନିଙ୍କୁ ପ୍ରଣାମ କରି ତାଙ୍କ ସାମ୍ନାରେ ଠିଆ ହେଲା। ମୁନି ବଡ଼ ଦୟାଳୁ ଥିଲେ। ଏହି ଦୁଃଖିନୀକୁ ଦେଖି କହିଲେ, ଦେବୀ, ତୁମେ କିଏ? କେଉଁଠାରୁ ଆସିଛ? ମୋ ଆଗରେ ସତ କୁହ। ଲଳିତା କହିଲା, ମହାମୁନି, ବୀରଧନ୍ୱ ନାମକ ଜଣେ ଗନ୍ଧର୍ବ ଅଛନ୍ତି। ସେହି ମହାତ୍ମାଙ୍କର ମୁଁ ଝିଅ। ମୋର ନାଁ ଲଳିତା। ମୋ ସ୍ୱାମୀ ନିଜର ପାପଦୋଷ କାରଣରୁ ରାକ୍ଷସ ହୋଇଯାଇଛନ୍ତି। ତାଙ୍କର ଏ ଅବସ୍ଥା ଦେଖି ମୋତେ ଶାନ୍ତି ମିଳୁନାହିଁ। ହେ ଭଗବାନ, ଏହି ସମୟରେ ମୋର କର୍ତ୍ତବ୍ୟ କ'ଣ ତାହା କୁହନ୍ତୁ। ହେ ବିପ୍ରବର, ଯେଉଁ ପୁଣ୍ୟ ଦ୍ୱାରା ମୋ ପତି ରାକ୍ଷସ ରୂପରୁ ମୁକ୍ତି ପାଇବେ, ଏହାର ଉପଦେଶ ଦିଅନ୍ତୁ। ଋଷି କହିଲେ, ଭଦ୍ରେ, ଏହି ସମୟରେ ଚୈତ୍ର ମାସ ଶୁକ୍ଳ ପକ୍ଷରେ କାମଦା ଏକାଦଶୀ ପଡ଼ିବ, ଯାହା ସର୍ବ ପାପ ହାରିଣୀ ଏବଂ ଉତ୍ତମ। ତୁମେ ବିଧିପୂର୍ବକ ଏହି ବ୍ରତ କରି ତାର ପୁଣ୍ୟ ତୁମ ସ୍ୱାମୀଙ୍କୁ ଅର୍ପଣ କର। ଏହି ପୁଣ୍ୟ ପ୍ରତାପରେ ସେ କିଛି କ୍ଷଣ ମଧ୍ୟରେ ଏହି ଶାପରୁ ମୁକ୍ତ ହୋଇଯିବେ। ରାଜନ, ମୁନିବର ଏପରି ବଚନ ଶୁଣି ଲଳିତା ବଡ଼ ହର୍ଷିତ ହେଲା। ସେ ଏକାଦଶୀ ଦିନ ଉପବାସ କରି ଦ୍ୱାଦଶୀ ଦିନ ସେହି ବ୍ରହ୍ମର୍ଷିଙ୍କ ନିକଟରେ ହିଁ ଭଗବାନ ବାସୁଦେବଙ୍କ ଶ୍ରୀ ବିଗ୍ରହ ସମକ୍ଷରେ ନିଜ ପତିଙ୍କ ଉଦ୍ଧାର ନିମନ୍ତେ ଏପରି ପ୍ରାର୍ଥନା କଲା, ମୁଁ ଯେଉଁ କାମଦା ଏକାଦଶୀ ବ୍ରତ ପାଳନ କଲି, ଏହାର ପୁଣ୍ୟ ପ୍ରଭାବରେ ମୋ ପତିର ରାକ୍ଷସ ଭାବ ଦୂର ହୋଇଯାଉ। ମହର୍ଷି ବଶିଷ୍ଠ କହିଲେ, ଲଳିତା ଏତିକି କହିବା ମାତ୍ରେ ସେହି କ୍ଷଣି ଲଳିତାର ପାପ ଦୂର ହୋଇଗଲା। ସେ ଦିବ୍ୟ ଦେହ ଧାରଣ କଲା, ରାକ୍ଷସ ଭାବ ଚାଲିଗଲା ଏବଂ ପୁନଃ ଗନ୍ଧର୍ବତ୍ୱ ପ୍ରାପ୍ତି ହେଲା। ନୃପଶ୍ରେଷ୍ଠ, ସେହି ଦୁଇ ପତି ପତ୍ନୀ କାମଦା ଏକାଦଶୀ ବ୍ରତର ପ୍ରଭାବରେ ପୂର୍ବାପେକ୍ଷା ଅଧିକ ସୁନ୍ଦର ରୂପ ଧାରଣ କରି ବିମାନରେ ଆରୂଢ଼ ହୋଇ ଶୋଭା ପାଇବାକୁ ଲାଗିଲେ। ଏହା ଜାଣି ଏହି ଏକାଦଶୀ ବ୍ରତକୁ ଯତ୍ନପୂର୍ବକ ପାଳନ କରିବା ଉଚିତ। ମୁଁ ଲୋକଙ୍କ ହିତ ନିମନ୍ତେ ତୁମ ସମ୍ମୁଖରେ ଏହି ବ୍ରତର ବର୍ଣ୍ଣନା କଲି। କାମଦା ଏକାଦଶୀ ବ୍ରତ ବ୍ରହ୍ମ ହତ୍ୟା ଆଦି ପାପ କଥା, ପିଶାଚତ୍ୱ ଆଦି ଦୋଷରୁ ବିନାଶକାରୀ। ରାଜନ, ଏହା ପଠନ ଓ ଶ୍ରବଣ ଦ୍ୱାରା ବାଜପେୟୀ ଯଜ୍ଞର ଫଳ ପ୍ରାପ୍ତ ହୁଏ। ଏବେ ଆସନ୍ତୁ ଏହି ପବିତ୍ର ଦିନରେ ଆଜି କଳି ଯୁଗରେ ବୃନ୍ଦାବତୀ ଚରିତ ଶୁଣିବା। ପରୀକ୍ଷିତ ବାଚ, ପୁଛା କଲେ ପରୀକ୍ଷିତ, ଯୋଡ଼ିବେନି କର, ଯେଉଁ କଥା କହିଗଲ ଆହେ ମୁନିବର। ସତ୍ୟ ତ୍ରେତୟା ଦ୍ୱାପର, ତ୍ରେତୟାର ବାଣୀ, ତୁଳସୀ ମହାପୁରାଣେ କହିଲ ବଖାଣି। ସାପ ପାଇଣ ତ୍ରିପୁରା ମରତେ ଅଇଲା, କଳି ଯୁଗେ ବୃନ୍ଦାବତୀ ନାମ ବୋଲାଇଲା। ବୃନ୍ଦାବତୀ ନାମ ଗୋଟି ପାଇଲା କିପରି, ପୁନ ଦ୍ୱାପର ହୋଇଲା କାହାର ସେ ନାରୀ।
ଶୁଣିବା ପାଇଁ କି ମୋର ବଳି ଅଛି ମନ। ଆହେ ମୁନିବର ମୋତେ କୁହ ବୁଝାଇଣ। ଶ୍ରୀ ଶୁକବାଚ ପରୀକ୍ଷିତଙ୍କ ବିନୟ ବଚନ ଶୁଣିଣ। ଶୁକମୁନି ତାଙ୍କ ପ୍ରତି ହୋଇଲେ ପ୍ରସନ୍ନ। ବୋଲନ୍ତି ହେ ପରୀକ୍ଷିତ ଧନ୍ୟ ଭାଗ୍ୟ ତୋର। ପୁରାଣ ଶୁଣୁଛୁ ବସି ମୁଖରୁ ମୋହର। କଳିଯୁଗ ଆରମ୍ଭରୁ ତୁହି ଯେ ରାଜନ। କଳିଯୁଗେ ତୋର ଗୁଣ ହୋଇବ କୀର୍ତ୍ତନ। ଦ୍ୱାପର ଯୁଗର କଥା ଶୁଣ ହେତୁ ଦେଇ। ସେ ଚରିତ ତୋତେ ଏବେ କହୁଛି ବୁଝାଇ। ଏକ ଦିନକର କଥା ଶୁଣ ଦେଇ ମନ। ମଘବା ନାମରେ ଇନ୍ଦ୍ର ଦେବଙ୍କର ଜନ। ବୃହସ୍ପତିଙ୍କୁ ତାହାର ସଙ୍ଗତରେ ନେଲା। କପିଳାସପୁରେ ଯାଇ ପରବେଶ ହେଲା। ଅନେକ ଧନ ରତନ ସଙ୍ଗରେ ତାହାର। ଦର୍ଶନ କରିବ ସ୍ୱୟଂ ଶଶାଙ୍କ ଶେଖର। କପିଳାସ ଗିରି ଶୋଭା କରିଦର ଶସ। ଅପାର ଆନନ୍ଦ ତହିଁ ହେଲେ ମଘବାନ। ସୁନନ୍ଦା ନାମରେ ନଦୀ ଯାଉଅଛି ବହି। କଳ କଳ ନାଦ ତାର ଶ୍ରବଣ କରଇ। ଶୁଦ୍ଧ ଶୀତଳ ଅଟଇ ସେହି ନଦୀ ଜଳ। ବୃକ୍ଷମାନଙ୍କରେ ଭରା ନାନା ଜାତି ଫଳ। କୁମୁଦ ସରଜ ନଦୀ ମଧ୍ୟେ ଫୁଟିଅଛି। ସାରସ ପକ୍ଷୀ ତହିଁରେ ନାଡ଼ ଖାଉଛନ୍ତି। ସିଦ୍ଧ ସାଧୁମାନେ ତହିଁ ରହିଣ ଅଛନ୍ତି। ନାରାୟଣଙ୍କ ପୟରେ ଭକ୍ତି କରୁଛନ୍ତି। ମୃଗ ଶାର୍ଦୂଳ ସିଂହ ଯେ ଅଛନ୍ତି ଅପାର। ମହାନନ୍ଦେ ବନ ମଧ୍ୟେ କରନ୍ତି ବିହାର। ଈଶ୍ୱରଙ୍କର ସମ୍ପଦ ଦେଖିଣ ସହସ୍ରଜନୀ। ମନେ ମନେ ପ୍ରଶଂସସି ଧନ୍ୟ ଧନ୍ୟ ବାଣୀ। ଈଶ୍ୱରଙ୍କ ସିଂହ ଦ୍ୱାରେ ପରବେଶ ହେଲେ। ପୂର୍ବରୁ ଈଶ୍ୱର ଦ୍ୱାର ଦେଶେ ବସିଥିଲେ। ଗରବ ଗଞ୍ଜିବା ପାଇଁ ଦେବରାଜଙ୍କର। ମାୟା ରୂପ ଧରି ବସି ଅଛନ୍ତି ଶଙ୍କର। ଜରାଜୀର୍ଣ୍ଣ ଦେହ ଛିନ୍ନ ବସ୍ତ୍ର ପରିଧାନ। ବସିଛନ୍ତି ହୋଇ ତହିଁ ସେ ଅଧୋବଦନ। ଭିକ୍ଷୁକ ରୂପ ହୋଇଣ ତହିଁ ବସିଛନ୍ତି। ଚିହ୍ନି ନ ପାରିଲେ ଗର୍ବେ ଶଚୀ ଦେବୀପତି। କହନ୍ତି ହେ ବୃଦ୍ଧ କିମ୍ପା ବସିଅଛୁ ତୁହି। ଯାହା ପଚାରୁଛି ମୋତେ କହ ତୁ ଫିଟାଇ। ନ ଶୁଣନ୍ତି ତହିଁ ବସିଛନ୍ତି ପଞ୍ଚାନନ। କହନ୍ତି ବାସବ କିରେ ବଧିର ତୁ ଜନ। ଯେତେ ପୁଛା କଲେ କିମ୍ପା କୁହୁ କୁହୁ କଥା। ତଳକୁ ପତି ବସିଛୁ ତୁ ତୋହର ମଥା। ଏପରି ବାସବ ଯହୁଁ କହିଲେ ବଚନ। ଶୁଣେ କ୍ରୋଧ ଭର ହେଲେ ଦେବ ପଞ୍ଚାନନ। ଦନ୍ତ ଅଷ୍ଟେ ଚାପି ସୁରପତିଙ୍କୁ ଚାହିଁଲେ। ବୃଦ୍ଧକୁ ଦେଖି ଶଙ୍କର କୋପ ମୂର୍ତ୍ତି ହେଲେ। ଶଙ୍କରଙ୍କ କୋପ ମୂର୍ତ୍ତି ଦେଖି ସୁନା ଶିର। ଅତ୍ୟନ୍ତ କ୍ରୋଧରେ ସେ ହୋଇଲେ ଥର ଥର। ତମ ଗୁଣ ହେତୁ ବଜ୍ର ଶଙ୍କରଙ୍କ ପରେ। ପ୍ରହାର କଲେ ବାସବ ଅତ୍ୟନ୍ତ କ୍ରୋଧରେ। ରୁଦ୍ରଙ୍କର କଣ୍ଠ ଦେଶେ ସେ ବଜ୍ର ପଡ଼ିଲା। ପ୍ରଳୟ ମେଘ ପ୍ରାୟ ଘୋର ଶବ୍ଦ ଯେ କଲା। ଅଙ୍ଗେ ନ ଭେଦିଣ ତାହା ଭୂତଳେ ପଡ଼ିଲା।
ପ୍ରଳୟ ଚାପ ତକ୍ଷଣେ ଜାତ ଯେ ହୋଇଲା। ସଦାଶିବଙ୍କର କଣ୍ଠ ହେଲା କୃଷ୍ଣ ବନ। ବାସବଗ୍ରତେ ଉଭା ହେଲେ ପଞ୍ଚାନନ। ମସ୍ତକରେ ଜଟା ଜୁଟ ଦିଶ ଶୋଭନ। ରଜେ ଫଣିମଣି କରେ ଫୁଫୁ ଗରଜନ। ଜଟାରୁ ଜାହ୍ନବୀ ଦେବୀ ହୁଅନ୍ତି ବାହାର। ହସ୍ତରେ ଶୋଭା ପାଉଛି ଡମ୍ବରୁ ତ୍ରିଶୂଳ। ବ୍ୟାଘ୍ର ଚମ୍ର କଟି ଦେଶେ ପିନ୍ଧିଣ ଅଛନ୍ତି। ଭୟରେ ବରଡ଼ା ପତ୍ର ପରି ସଚିପତି। ଅନଳ ତେଜ ଦେଖିଣ ଭୟଭୀତ ହେଲା। ବୃହସ୍ପତିଙ୍କ ପୃଷ୍ଠ ଦେଶରେ ଯେ ଲୁଚିଲା। ଇନ୍ଦ୍ରଙ୍କୁ ଦେଖିବା ପାଇଁ ଗୁରୁ ବୃହସ୍ପତି। ସଦାଶିବଙ୍କ ନିକଟେ ଉଚ୍ଚାରିଲେ ସ୍ତୁତି। ଜୟ ଜୟ ସଦାଶିବ ବୃଷଭ ବାହନ। ଜୟ ଜୟ ସଦାଶିବ ଦେବ ପଞ୍ଚାନନ। ଜୟ ଜୟ ସଦାଶିବ ଦେବ ଦେବ ହର। ଜୟ ଜୟ ସଦାଶିବ ହେ ଡମ୍ବରୁଧର। ଜୟ ଜୟ ସଦାଶିବ ଭକତ ପରାଣ। ଦୟା କରି ରଖ ପ୍ରଭୁ ବାସବ ଜୀବନ। ସଂହାର କରତା ତୁମ୍ଭେ ମହାଯୋଗୀ ହର। ଜୟ ଜୟ ସଦାଶିବ ଶରଣ ସୋଦର। ଏମନ୍ତେ ଅନେକ ସ୍ତୁତି କଲେ ବୃହସ୍ପତି। କୋପ ଶାନ୍ତ କଲେ ତହୁଁ ଦେବ ପଶୁପତି। ଇନ୍ଦ୍ରର ମୁଖରୁ ଚାହିଁ ଦେବ ମହେଶ୍ୱର। କହନ୍ତି ଧନ୍ୟ ଜୀବନ ତବ ସୁନାସିର। ତବ ଅପରାଧ କ୍ଷମା କରିଦେଲି ମୁହିଁ। ଅମରପୁରକୁ ଏବେ ଯାଆନ୍ତୁ ପଳାଇ। ସଦାଶିବଙ୍କ ବାକ୍ୟରେ ଗୁରୁ ବୃହସ୍ପତି। ଅମରପୁରକୁ ଚଳି ଗଲେ କତଳତି। ଈଶ୍ୱରଙ୍କ ଅଙ୍ଗରୁ ଯେ ଅଗ୍ନି ଜାତ ହେଲା। ଭୟଙ୍କର ମୂରତି ସେ ଧାରଣ କରିଲା। ଦେଖିକରି ସେ ଅଗ୍ନିକୁ ଦେବ ପଞ୍ଚାନନ। ଗଙ୍ଗାସାଗର ଯେଉଁଠି ଲଭିଛି ସଙ୍ଗମ। ସେହି ସ୍ଥାନେ ସେ ଅଗ୍ନିକୁ ପକାଇଣ ଦେଲେ। କୈଳାସ ପର୍ବତେ ହର ପ୍ରବେଶ ହୋଇଲେ। ଇନ୍ଦ୍ର ଅର୍ଜିଲା କର୍ମଟି ଯେଣୁ ହେଲା ମୂଳ। ଧାରଣ କରିଲା ଅଗ୍ନି ବାଳକ ଶରୀର। କାନ୍ଦଇ ବାଳକ ତହିଁ କରି ଘୋର ରଡ଼ି। କିଅ ବାମେରୁ କନ୍ଦର ପଡ଼ି ବଟି ଝଡ଼ି। ପୁତ୍ର କ୍ରନ୍ଦନଟି ଯହୁଁ କର୍ଣ୍ଣରେ ଶୁଣିଲା। କରୁଣ ରାଜନ ଆସି ପରବେଶ ହେଲା। ବରୁଣ ଦେଖିଲା ଅଛି ଉତ୍ତାପରେ ପଡ଼ି। କାନ୍ଦୁଅଛି ପୁତ୍ର ଯେନେ ମେଘ ଘଡ଼ଘଡ଼ି। କ୍ରୋଧ ପରବଶ ହୋଇ କରଇ କ୍ରନ୍ଦନ। ଚେଷ୍ଟା କଲା କରିବାକୁ କ୍ରୋଧ ନିବାରଣ। ବେଳୁ ବେଳୁ ସେ ବାଳକ କରଇ କ୍ରନ୍ଦନ। ପଡ଼ିଲା କାନ୍ଦଣା ଯାଇ ବ୍ରହ୍ମାଙ୍କର କର୍ଣ୍ଣ। ମରାଳ ବାହନେ ବିଜେ କଲେ ଆନନ୍ଦରେ। ବରୁଣ ଦେଖି ପ୍ରମାଣ କରିଲେ ସାଦରେ। ପୁତ୍ରକୁ ବ୍ରହ୍ମାଙ୍କ କୋଳେ ଦେଲା ଭକତିରେ। ବଚନ ଉଚ୍ଚାରିଲା ସେ ଅତ୍ୟନ୍ତ ମଧୁରେ। ବୋଇଲା ଏହାକୁ ଶାନ୍ତ କର ବେଦବର। କ୍ରନ୍ଦନ ଭଳେ ଉଛୁଳେ ସାରା ସଂସାର। ଶୁଣିକରି କୁଶ କେତୁ ତାହାକୁ କହନ୍ତି। ଯୁବକ ଅବସ୍ଥା ତୋର ହେଉରେ ସମ୍ପ୍ରତି। ଏ ସଂସାରେ ରାଜା ହୋଇ ସୁଖେ
କାଟେ ଦିନ। ତିନି ଲୋକେ ପୂଜା ପାଏ ଆଶିଷ ବଚନ। ଜଳର ମଧ୍ୟରୁ ଯେଣୁ ଜନମ ତୋହର। ନାମଟି ତୋହର ବାବା ହେଲା ଜଳନ୍ଧର। ଯୁବକ ତତ୍କ୍ଷଣେ ହୋଇଗଲା ଜଳନ୍ଧର। ପ୍ରଣାମ କରିଲା ସେହି ବ୍ରହ୍ମାଙ୍କ ପୟର। କହିବେ ଦବରକୁ ମଧୁର ବଚନ। ଉତ୍ତମ ମନ୍ତ୍ରୀ ଗୋଟିଏ କରନ୍ତୁ ପ୍ରଦାନ। ଶୁଣି କରିବେ ଦବର ହରଷ ହୋଇଲେ। ଶୁକ୍ରମୁନିଙ୍କୁ ନେଇଣ ସମର୍ପଣ କଲେ। ବୋଇଲେ ଜଳନ୍ଧର ସଙ୍ଗତରେ ଯେ ଥାଇ। ସିନ୍ଧୁ ଦେଶରେ ଏହାକୁ କର ନର ସାଇଁ। ଏସନ ବଚନ କହି ସାବିତ୍ରୀଙ୍କ ପତି। ସରଗପୁରକୁ ଚଳି ଗଲେ ଝଟତି। ବକ୍ତା ଶୁକମୁନି ଶୁଣେ ପରୀକ୍ଷ ରାଜନ। ପରମ ପୁଣ୍ୟମୟ ଏ ତୁଳସୀ ପୁରାଣ। ପରୀକ୍ଷିତ ଉବାଚ ପୁଛନ୍ତି ଅର୍ଜୁନ ନାତି ହରଷିତ ହୋଇ। ତଦନ୍ତେ କିସ ଘଟିଲା କୁହନ୍ତୁ ବୁଝାଇ। ପରୀକ୍ଷିତଙ୍କ ବିନୟ ଦେଖି ମୁନିବର। ମନ୍ଦେ ହସିଣ କହନ୍ତି ବଚନ ମଧୁର। ଶ୍ରୀ ଶୁକ ଉବାଚ ଜଳନ୍ଧରକୁ ଘେନିଣ ଶୁକ୍ର ମନ୍ତ୍ରୀ ଗଲେ। ସିନ୍ଧୁ ଦେଶ ମଧ୍ୟେ ଯାଇ ପରବେଶ ହେଲେ। ସେଠାକାର ଲୋକଙ୍କୁ ସେ ଡକାଇ ଆଣିଲେ। ମହାସମ୍ଭବେ ସକଳ ତାହାଙ୍କୁ ପୂଜିଲେ। ସେହି ଦିନୁ ହେଲା ବୀର ସିନ୍ଧୁ ଦେଶ ରାଜା। ସିନ୍ଧୁ ଦେଶବାସୀ ହେଲେ ତାହାର ପରଜା। ବିଷ୍ଣୁ ଭୟ ନିଶାଚର ସର୍ବେ ଲୁଚିଥିଲେ। ଜଳନ୍ଧର ରାଜା ହେବା କର୍ଣ୍ଣରେ ଶୁଣିଲେ। ପ୍ରବେଶ ହୋଇଲେ ଯାଇ ଅଛି ଜଳନ୍ଧର। ଶୁମ୍ଭ ନିଶୁମ୍ଭ ଘମ୍ରର ଘସ୍ମ ବାଣାସୁର। କାଳ ନେମି ପୁତ୍ର କାଳ କୁମ୍ଭ ଯେ କର୍କଶ। ବଜ୍ର ନେମି ବୃକ୍ଷ ପ୍ରଭା ସାମ୍ବର ପ୍ରବେଶ। ନିଚ୍ଛିଦ୍ର ଅଗ୍ନି ଜ୍ୟୋତିଷ ଚନ୍ଦ୍ର ଯେ ଭାସ୍କର। ଖଡ୍ଗର ମାନୁଦେୟ ମୟ ଦାନବର। ଚଣ୍ଡ ପ୍ରଚଣ୍ଡ ମୁଣ୍ଡ ଯେ ବଜ୍ର ଦୁଷ୍ଟ ତୁଲେ। ଏପରି ଅନେକ ରାକ୍ଷସ ଯେ ପ୍ରବେଶିଲେ। ଦେଖି କରି ଜଳନ୍ଧର ହେଲା ହସ ହସ। ବୋଲେର ସେ ଏତେ ଦିନେ ହେଲି ମୂଷାବାସ। ବନ୍ଧୁ ଭାବେ ସ୍ନେହ କରି ସର୍ବନିଶାଚର। ସିନ୍ଧୁ ଦେଶରେ ନୃପତି ହେଲା ଜଳନ୍ଧର। ଏଠାରୁ ଯାହା ଘଟିଲା ଶୁଣ ଦେଇ ମନ। ଦିନ ବୁଦ୍ଧିମନ୍ତର ଚେ ତୁଳସୀ ପୁରାଣ। ବୃନ୍ଦାବତୀ ସଙ୍ଗରେ ଜଳନ୍ଧରର ବିବାହ। ପରୀକ୍ଷିତ ଉବାଚ ପରୀକ୍ଷିତ ପୁଛା କଲେ ଯୋଡ଼ିବେନି ହସ୍ତ। ବୁଝାଇଣ କୁହ ମୋତେ ତୁମ୍ଭେ ଆଦ୍ୟ ପ୍ରାନ୍ତ। ଜଳନ୍ଧର ସିନ୍ଧୁ ଦେଶେ ନରପତି ହେଲା। ବୃନ୍ଦାବତୀକୁ କିପରି ବିବାହ କରିଲା। କାହାର ଦୁହିତା ସେହି ଅଟେ ବୃନ୍ଦାବତୀ। ଶୁଣି କରି ଶୁକଦେବ ବଚନ କହନ୍ତି। ଶ୍ରୀ ଶୁକ ଉବାଚ ଯେଉଁ କଥା ପୁଛା କଲୁ ପରୀକ୍ଷ ନୃପତି। ବୁଝାଇଣ ସର୍ବ କଥା କହୁଛି ସମ୍ପ୍ରତି। ବନ୍ଧୁ ସହୋଦର ପାଉ ଜଳନ୍ଧର ବୀର। ଆନନ୍ଦ ହୋଇଲା ସେ ଯେ ଆପଣା ମନର। ଏକା ସିଂହାସନ ମୁହିଁ କରିଲି ମଣ୍ଡନ।
ପାଶେ ନାହିଁ ମୋହର ଯେ ଯୁବତୀ ରତନ। ଏସନ ବିଚାର କରି ବୀର ଜଳନ୍ଧର ଶୁକ୍ରମନ୍ତ୍ରୀକୁ ପାଖକୁ ଡାକିଲା ଅସୁର। ବୋଲଇଭ ଶୁକ୍ରମନ୍ତ୍ରୀ ମୋ ବଚନ ଶୁଣ। କାହିଁ ଦେଖିଛ ସୁନ୍ଦରୀ କନିଆ ରତନ। ଶୁକ୍ରମନ୍ତ୍ରୀ ଜଳନ୍ଧର ବଚନ ଶୁଣିଲେ। କନ୍ୟା ରତ୍ନ ଦେଖିଅଛି ବଚନ କହିଲେ। କାଳ ନେମି ଦଇତର ଦୁହିତା ଅଛଇ। ନାମ ତାର ବୃନ୍ଦାବତୀ ରୂପବତୀ ସେହି। ସାକ୍ଷାତରେ ଦିତି ଉମା ମଞ୍ଚେ ଅବତାର। ଦର୍ଶନେ ଢଳି ପଡ଼ିବେ ଦେବତା ନିକର। ଆଡ଼ ନୟନରେ ଥରେ ଦେବ ଯାକୁ ଚାହିଁ। ମଦନ ବାଣ ତାହାକୁ ମାରିବନି ଠାଇ। ଏସନ ବଚନ ଶୁଣି କହେ ଦୈତ୍ୟପତି। ଭୋମନ୍ତ୍ରୀ ତାହା ପାଶକୁ ଚଳ ହୋ ଝଟତି। ଶୁକ୍ର ଜଳନ୍ଧର ବାକ୍ୟେ ସେଠାରୁ ଚଳିଲେ। କାଳ ନଉମି ରାକ୍ଷସ ପୁରେ ପ୍ରବେଶିଲେ। ଶୁକ୍ରଙ୍କୁ ଦେଖିଣ ଦୈତ୍ୟ କଳସ ସମାଦର। ଆସନ ଦେଇଣ ପୁଛେ ତାଙ୍କୁ ବାରମ୍ବାର। କି ନିମନ୍ତେ ମୋର ପୁରେ କଲ ଆଗମନ। ବୁଝାଇଣ କୁହ ମୋତେ ସ୍ୱରୂପ ବଚନ। କହନ୍ତି ଶୁକ୍ର ହସିଣ ଆହେ ଦୈତ୍ୟ ରାଣ। ସିନ୍ଧୁରାଜେ ଜଳନ୍ଧର ଅଟେ ନର ରାଣ। ତୋର କନ୍ୟା ବୃନ୍ଦାବତୀ ପରମା ସୁନ୍ଦରୀ। କନ୍ୟା ସମ୍ପ୍ରଦାନ କର ହସ୍ତରେ ତାଙ୍କରି। ଶୁଣି କରି ଦଇତ ଯେ ହରଷ ହୋଇଲା। କନ୍ୟା ପ୍ରଦାନ କରିବି ନ କରିଣ ହେଳା। କନ୍ୟାକୁ ଧରିଣ ଗଲା ଜଳନ୍ଧରପୁର। ବେଦ ବିଧାନରେ ତହିଁ ହେଲା ବିଭାଘର। ବିଭାଘର ସରିଗଲା ଜଳନ୍ଧର ବୀର। ଯୁଦ୍ଧ କରିବାକୁ ମନ ବଳାଇଲା ତାର। ବୃନ୍ଦାବତୀ ନାରୀ ତାର ସତୀତ୍ୱ ବଳରେ। ସକଳ ଜିଣିଲା ପଶି ତିନି ଭୁବନରେ। ଏକ ଦିନକର କଥା ଶୁଣ ଦେଇ ମନ। ରାହୁ ଦୈତ୍ୟ ଜଳନ୍ଧର ପାଖରେ ମିଳିଣ। କହି ବଚନ ଶୁଣ ମୋର ଜଳନ୍ଧର। ତୁମ୍ଭେ ଥାଉଁ ଥାଉଁ ଏହି ଦଶା ହେଲା ମୋର। ରାହୁର ଅବସ୍ଥା ଜଳନ୍ଧର ଯେ ଦେଖିଲା। ବୋଇଲା କହ ଏ ଦଶା ତୋତେ କେହୁ ଦେଲା। ଜଳନ୍ଧର ବଚନ କର୍ଣ୍ଣରେ ସେ ଶୁଣିଣ। ହରସରେ ଦୈତ୍ୟ ରାଜ କହି ବଚନ। ସମୁଦ୍ର ମନ୍ଥନ ଥିଲେ ମିଳି ଦେବାସୁର। ଐରାବତ ଉଚ୍ଚେ ଶ୍ରବା ଅଷ୍ଟ ନିଧିସାର। ଚନ୍ଦ୍ରଲକ୍ଷ୍ମୀ ପାରିଜାତ ଅଷ୍ଟପସରୀ। ସମୁଦ୍ର ଗର୍ଭରୁ ସର୍ବ ଗଲା ତହିଁ ମିଳି। ଶେଷ ଅମୃତ ମିଳିଲା ଦେବତା ପିଇଲେ। ପିଉଥିଲି ଲୁଚି ମୁହିଁ ଦେବଙ୍କ ଗହଳେ। ଜାଣିପାରି ନାରାୟଣ ଚକ୍ର ଧରି କରେ। ମୋର ମୁଣ୍ଡ କାଟି ଦେଲେ ସେଠି ସ୍ୱହସ୍ତରେ। ଅମୃତ ଖାଇ ନଥିଲି ବିନାଶ ନହିଲି। ତେଣୁ ତୋହ ନିକଟକୁ ପଳାଇ ଆଇଲି। ଘସ୍ମର ଦୈତ୍ୟକୁ ଚାହିଁ ବୋଲେ ଜଳନ୍ଧର। ସିନ୍ଧୁ ମନ୍ଥନ କରିଲା ବାସବ ନିକର। ଯେତେକ ସମ୍ପଦ ସିନ୍ଧୁ ମଧ୍ୟରୁ ପାଇଛି। ସକଳ ସମ୍ପଦ ସ୍ୱର୍ଗପୁରେ ରଖିଅଛି।
କାଲି ପ୍ରାତ ସ୍ୱର୍ଗପୁରେ କରିବି ଗମନ, ସକଳ ସମ୍ପଦ ବଳେ ନେବି ଛଡ଼ାଇଣ। ଶୁକ୍ରମନ୍ତ୍ରୀ କୁକ୍ରୋଧରେ ବୋଲଇ ଅସୁର, କାଲି ପ୍ରାତ ସଜ କର ମୋର ରଘୁବୀର। ଆଜ୍ଞା ଦେଇ ଜଳନ୍ଧର ଅନ୍ତପୁରେ ଗଲା, ମଣିମୟ ପଲଙ୍କ ଉପରେ ପହୁଡ଼ିଲା। ରାତ୍ର ପାହାନ୍ତେ ସାଜିଲେ ଅସୁର ସୈନ, ଧର ଧର ମାର ଶବ୍ଦେ କମ୍ପଇ ଗଗନ। ବଜାଇ ଟମଙ୍ଗ ବାଦ୍ୟ ଟମକ ନିଶାଣ, ସ୍ୱର୍ଗପୁରେ ରଣେ ଗଲେ ନିଶାଚର ଗଣ। ପଦରେଣୁରେ ଗଗନ ଦିଶଇ ଅନ୍ଧାର, ସ୍ୱର୍ଗେ ନାହାନ୍ତି କିଏ ବା ଦେବ ଦିନକର। ଜଳନ୍ଧର ଦୈତ୍ୟ ଆସୁଅଛି ସ୍ୱର୍ଗପୁର, ଦୂତ କହିଲା ଯାଇଣ ଇନ୍ଦ୍ରର ଛାମୁର। ଶୁଣି କରି ଦେବରାଜ ତତ୍ପର ହୋଇଲା, ସକଳ ଦେବଗଣଙ୍କୁ ଏକତ୍ର କରିଲା। ଐରାବତ ପୃଷ୍ଠେ ବଜ୍ର ଧରି ସଚିପତି, ଦେବତାମାନଙ୍କୁ ଧରି ଗଲେ ଯେ ତଳତି। ମେରୁ ପର୍ବତ ନିକଟେ ହେଲେ ଭେଟା ଭେଟି, ଉଭୟ ଦଳ ସେଠାରେ ହେଲେ ପିଟା ପିଟି। ବଜ୍ର ସଦୃଶ ପଡ଼ଇ କାଳ ନଳସର, ପଦାତିକ ମାନଙ୍କର ଭୀଷଣ ସମର। ଇନ୍ଦ୍ର କହେ ଭଲ ଦଶା ଥିଲେ ଜଳନ୍ଧର, ସ୍ୱର୍ଗପୁର ଛାଡ଼ି ଯାଅ ଆପଣା ନଗର। ଇନ୍ଦ୍ରର ବଚନ ଶୁଣି କହେ ଜଳନ୍ଧର, ତୋର ଗାରିମା ଭାଙ୍ଗି ଦେବି ସୁନା ଶିର। ଛାର ଭଗ୍ନ ବଜ୍ର ଶକ୍ତି ହସ୍ତେ ଦେଉଛୁ ଧରି, ମୋର ଆଗରେ ଦେଖାଉଛୁ ବାହାଦୁରୀ। ରାକ୍ଷସ ବଚନେ ସୁରପତି କୋପ କଲା, ବୁଲାଇଣ ବଜ୍ର ଶକ୍ତି ପ୍ରହାର କରିଲା। ଘୋର ଗର୍ଜନ କରିଣ ଗଲା ବଜ୍ର ଶକ୍ତି, ରାକ୍ଷସ ଶରୀରେ ବାଜି ପଡ଼ିଲା ଏ ଘାନ୍ତି। ବଜ୍ର ପଡ଼ନ୍ତେ ଭୂତଳେ ଦେବ ସୁନା ସରି, ପଳାୟନ କଲେ ତେଜା କରି ସ୍ୱର୍ଗପୁରୀ। ପୁରନ୍ଦର ରଣ କ୍ଷେତ୍ରୁ କଲେ ପଳାୟନ, ଭୟ ସର୍ବଦେବ ଗଣ କରିଲେ ଗମନ। ଯେତେକ ଅସୁର ରଣେ ତେଜିଲେ ଜୀବନ, ଶୁକ୍ରମନ୍ତ୍ରୀ ଆସି ତାଙ୍କୁ ଦେଲେ ଜୀବଦାନ। ସକଳ ଦେବଗଣଙ୍କୁ ସଙ୍ଗତରେ ନେଲେ, କନକଗିରି ଗୁହାରେ ଲୁଚିଣ ରହିଲେ। ଦେବତାମାନଙ୍କୁ ଦୈତ୍ୟ ଦେଖି ନ ପାରିଲେ, ଆନନ୍ଦରେ ସ୍ୱର୍ଗପୁରେ ସକଳ ରହିଲେ। ଦେବଭୋଗ୍ୟ ଦ୍ରବ୍ୟମାନ ଭୋଗିଲେ ସକଳ, ଖାଇ ପିଇ ନାଚି କୁଦି କଟାଇଲେ କାଳ। କନକଗିରି ଗୁମ୍ଫାରେ ସର୍ବେ ଦେବଗଣ, ଏକ ସ୍ୱରେ ଚିନ୍ତା କଲେ ଦେବ ନାରାୟଣ। ଜୟ ଜୟ ନାରାୟଣ ବୈକୁଣ୍ଠପତି, ଜୟ ଜୟ ନାରାୟଣ ଲକ୍ଷ୍ମୀ ଦେବୀ ପତି। ଜୟ ଜୟ ନାରାୟଣ ଜଗତ ଠାକୁର, ଜୟ ଜୟ ନାରାୟଣ ଶରଣ ସୋଦର। ଜୟ ଜୟ ନାରାୟଣ ଭକତ ଜୀବନ, ଜୟ ଜୟ ନାରାୟଣ ଶ୍ରୀ ମଧୁସୂଦନ। ଜୟ ଜୟ ନାରାୟଣ ଦେବ ଦଇତାରି, ସର୍ବଦେବ ଗଣ ମାନେ ଅଧୀନେ ତୋହରି।
ଦୟା କର ଦେବଗଣ ଜଗତ କାରଣ, ସକଳ ପଶିଲୁ ତୁମ୍ଭ ପାଦରେ ଶରଣ। ଜୟ ଜୟ ନାରାୟଣ କମଳାର ମଣ, ଗୀତ ଛନ୍ଦେ ଭଣୁ ଅଛି ବୁଦ୍ଧିମନ୍ତ ଦିନ। ଜଳନ୍ଧର ସଙ୍ଗରେ ନାରାୟଣଙ୍କର ଯୁଦ୍ଧ ଓ ମିତ୍ରତା ସ୍ଥାପନ। ପରୀକ୍ଷିତ ଉବାଚ, ପୁଛନ୍ତି ପରୀକ୍ଷା ନୃପ ଯୋଡ଼ିବେନି କର, କନକଗିରି ଗୁହାରେ ଥିଲେ ସୁନାସିର। ଆବର ଦେବତା ମାନେ ତାଙ୍କ ସଙ୍ଗେ ଥିଲେ, ତାହାପରେ ଦୈତ୍ୟ ମାନେ କି କର୍ମ କରିଲେ। ପରୀକ୍ଷିତଙ୍କ ବିନୟ ଦେଖି ସୁକ ଜ୍ୟୋତି, ମନ୍ଦେ ହସିଣ ତାହାଙ୍କୁ ବଚନ ବୋଲନ୍ତି। ଶ୍ରୀ ଶୁକ ଉବାଚ, ଶୁଣ ପରୀକ୍ଷା ନୃପତି ମନ କର୍ଣ୍ଣ ଦେଇ, ଯେଉଁ କଥା ପୁଛା କଲୁ କହୁଛି ବୁଝାଇ। ସ୍ୱର୍ଗପୁରେ ବସିଥିଲା ବୀର ଜଳନ୍ଧର, ଶୁକମନ୍ତ୍ରୀକୁ ପାଶକୁ ଡାକିଲା ତାହାର। ଆହେ ମୁନି ସର୍ବ କଥା କୁହ ବୁଝାଇଣ, କେଉଁଠି ଲୁଚି ରହିଲେ ସର୍ବଦେବଗଣ। ଶୁକମୁନି କହୁଛନ୍ତି ବୀର ଜଳନ୍ଧର, ଦେବେ ଲୁଚି ରହିଛନ୍ତି କନକଗିରିର। ବଞ୍ଚି ରହି ଅଛି ତହିଁ ଦେବ ସୁରପତି, ତୋହର ବିନାଶ ପାଇଁ ଉପାୟ ଚିନ୍ତନ୍ତି। ଶୁଣି କରି କୋପ ମୂର୍ତ୍ତି ହେଲା ଜଳନ୍ଧର, ବୋଇଲା ବଡ଼ କପଟି ଦେବତା ସକଳ। ଅସୁରମାନଙ୍କୁ ଚାହିଁ ବୋଲଇ ବଚନ, ଯାଅ କନକଗିରିକୁ ରହିବ ବେଢ଼ିଣ। ଶୁଣି କରି ଦୈତ୍ୟ ଗଣ ପଳାଇଣ ଗଲେ, କନକଗିରିର ଚଉପାରୁ ସେ ବେଢ଼ିଲେ। ଧର ଧର ମାର ମାର ଶବଦ ଭଞ୍ଜଇ, ଧର ଧର ମାର ମାର ଶବଦ ଶୁଭଇ। ଗୁମ୍ଫା ମଧ୍ୟେ ଥାଇ ଦେବେ ଶୁଣୁଛନ୍ତି ତହିଁ, ଜଳନ୍ଧରର ଶ୍ରୀମୁଖେ ଅସୁରେ ପାଇଲେ। କନକଗିରିକୁ ସର୍ବେ ବେଢ଼ିଣ ରହିଲେ, ଟମକ ନିଶାଣ ବୀର ତୁର ବାଦ୍ୟ ଶୁଣି। ସକଳ ମର ମନେ ପ୍ରମାଦକୁ ଗଣି, ଅନ୍ତର୍ଗତରେ ଚିନ୍ତିଲେ ଦେବ ନାରାୟଣ। ଜୟ ଜୟ ନାରାୟଣ ଜଗତ କାରଣ, ଭକତ ବତ୍ସଳ ବାନା ଉଡୁଛି ସଂସାର। ଦୁଷ୍ଟ ନିବାରି ସଂସାରେ ସନ୍ଥ ଜନ ପାଳ, ମତ୍ସ୍ୟ କଚ୍ଛପ ବରାହ ବାମନ ମୂରତି। ବାମନ ନୃସିଂହ ତୁହି ଅନନ୍ତ ମୂରତି, ଜୟ ଜୟ ନାରାୟଣ ଶଙ୍ଖ ଚକ୍ରଧାରୀ। ଦୁଷ୍ଟ ଦାନବ ମାନଙ୍କ ଦର୍ପ ଚୂର୍ଣ୍ଣକାରୀ, କୌସ୍ତୁଭମଣିରୁ ଦେ ଦିଶଇ ଯେ ଶୋଭନ। ଜୟ ଜୟ ନାରାୟଣ ଶ୍ରୀବତ୍ସ ଲାଞ୍ଛନ, ତୁମ୍ଭେ ହରି ଅନ୍ତର୍ଯ୍ୟାମୀ ଦୟାର ସାଗର। ଦେବଗଣ ମାନେ ଆଜି ଶରଣ ତୋହର, ସକଳ ପ୍ରାଣୀଙ୍କ ଦିହେ ତୋର ବାସସ୍ଥାନ। ସତ୍ୟ କାଳେ ଜାଣି ପାରୁ ସଭିଙ୍କର ମନ, ଏଣୁ ଅନ୍ତର୍ଯ୍ୟାମୀ ତୁମ୍ଭେ ନିଜେ ଜଗନ୍ନାଥ। ଅନନ୍ତ ଅଚ୍ୟୁତ ତୁମ୍ଭେ ପ୍ରଭୁ ଲକ୍ଷ୍ମୀକାନ୍ତ, ଦେବଙ୍କର ସ୍ତୁତି ଶୁଣି ଜଗତ ଜୀବନ। ତେଜ୍ୟା କଲେ ତତ୍କ୍ଷଣ ଅନନ୍ତ ଶୟନ, ସୁପର୍ଣ୍ଣଙ୍କୁ ପାଶେ ରାଇ କହନ୍ତି ଶ୍ରୀହରି। ଅପୂର୍ବ ବେଶେ ପୃଷ୍ଠରେ ବସିଲେ ତାହାରି,
କମଳା ସରସ୍ୱତୀଙ୍କ ବଦନକୁ ଚାହିଁ ହରସ ମନେ କହନ୍ତି ଜଗତ ଗୋସାଇଁ। ସିନ୍ଧୁର ନନ୍ଦନ ଜଳନ୍ଧର ମହାବୀର ଦେବଙ୍କ ସଙ୍ଗରେ ଏବେ କରଇ ସମର। ଦୈତ୍ୟ କନକ ଗିରିକୁ ବେଢ଼ିଣ ଛଇ ଭୟରେ ଦେବତା ମାନେ ମୋତେ ସୁମରନ୍ତି। ଲକ୍ଷ୍ମୀଙ୍କୁ କହିଣ ସର୍ବ ଜଗତ ବନ୍ଦନ ନିମେଷ ମଧ୍ୟରେ ସେଠୁ କରିଲେ ଗମନ।